भागवत तृतीय स्कंद अष्टविंश अध्याय। गोविंद 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 पदुगलुछि मकरंद से मकरंद पान करी हेले तरिले ब्रज नारी से ब्रज नारीଙ୍କ पୟରେ मन मोरहु निरंतरे मन मो निरंतरे रहु हा कृष्ण बोली जीव जाऊ हा कृष्ण बोली जाऊ जीव मते उद्धर वासुदेव मते उद्धर वासुदेव मते उद्धर वासुदेव। ओम गं गणपतये नमः। श्री भगवान उवाच शृण नृपति सुता तुमे जोग लक्षण कहु आम्भे मन प्रसन्न जेबे होई सन्नार्क भाव कुगमयी एणु ए ग्राम्य धर्म छाड़ी निवृत्ति मार्गे चित्त बढ़ी निश्चल स्थान रे से बसी लब्ध आहारे प्राण पोषी अहिंसा सत्य मार्गे मज्जी अन्ते प्रतिग्रहे तेजी जे ब्रह्मचर्य आचरण तपस उच्च अध्ययन पुरुष रूपी नारायण तापादे करई अर्चन निश्चल आसने बसिब मौन व्रत आचरिब मन को निर्विषय करी इंद्रिय समूह आवरी आहार जिणी प्रत्याहारे प्राण को स्थापिब निश्चले आत्मा रे आत्मा को चिन्हिब वैकुंठ लीला दिजे भाव बुद्धिर बोले कर्म साधी निश्चल जोगरे समाधि ए विधि अन्य मार्गे नाही शुण गो मात मन देई विशुद्ध देश रे आसन कृषक मल कृष्णाजीन स्वस्तिक आसने बसिब आनंदे जोग अभ्यासिब जे प्राणी अपर विवेक पूरक कुंभ करे चक ए मार्गे प्राण को शोधिब निश्चल चित्तरे चिंतिब जेमंते वायु अग्नि लागे लौह दग्धरे मल त्यागी से रूपे प्राणायाम कले आत्मा निर्मल होए भले समस्त दोष एणे हरे जेवा पातक पूर्वे करे प्रत्याहार बोले मन ध्यान रे जानो त्रिगुण मन प्रसन्न जेते बेले जोग को साधिब निश्चले कला काष्ठादि दंडे क्षणे नासिका अग्रे सुलक्षणे ध्याने चिंतन्ति भगवान अनादि परम कारण
ଶ୍ୟାମ ସୁନ୍ଦର କଲେବର ବଚନ ଅମୃତ ମଧୁର ପ୍ରସନ୍ନ ବଦନ ସୁନ୍ଦର ତେଜ ଦେବଙ୍କୁ ଅଗୋଚର ଶ୍ରୀବତ୍ସ ଚିହ୍ନ ବକ୍ଷସ୍ଥଳେ କିବା ଉପମା ଦେବା ଭଲେ ମୁକୁତା ଚାପ ସରି ହୋଇ କଣ୍ଠେ କୌସ୍ତୁଭ ମଣି ସହି ଲମ୍ବିତ ତାର ପୃଷ୍ଠ ଦେଶେ ପାଟଲ ପ୍ରାୟ ସେ ପ୍ରକାଶେ ଅମଲ ବନମାଲ ଗଲେ ମନ ଭ୍ରମୟୀ ମଧୁ ଭଲେ ମଧୁର ଧ୍ୱନି ସେ କରନ୍ତି ଆନନ୍ଦେ ଉଡ଼ି ପନ୍ତି ପନ୍ତି କିରୀଟ ଅନଙ୍ଗ ବିରାଜେ ଅମୂଲ୍ୟ ହାର ହୃଦେ ସାଜେ ରତ୍ନ ନୂପୁର ପାଦେ ସହି କିବା ଉପମା ଦେବା ତହିଁ ଦିବ୍ୟ କର୍ଣ୍ଣରେ ସେ କୁଣ୍ଡଳ ଶୋଭା କରଇ ଗଣ୍ଡସ୍ଥଳ ଏମନ୍ତ ରୂପେ ଭକ୍ତ ଜନେ ହୃଦେ ଚିନ୍ତନ୍ତି ଅନୁକ୍ଷଣେ ଆନନ୍ଦେ ଦର୍ଶନ କରନ୍ତି ନୟନ ନିର୍ମଳେ ଦେଖନ୍ତି କିଶୋର ତରୁଣ ବୟସ ଅତି ସୁନ୍ଦର ସୁପ୍ରକାଶ ସର୍ବଲୋକଙ୍କ ନମସ୍କୃତ୍ୟ ଅବ୍ୟୟ ସୁଶାନ୍ତ ମହତ ଭକ୍ତାନୁଗ୍ରହ ସେ ଅଟନ୍ତି ଭକ୍ତର କଷ୍ଟ ନ ସହନ୍ତି ଯାହାର ଯଶ କୀର୍ତ୍ତି ସାର ତୀର୍ଥଙ୍କ ପ୍ରାୟ ପାପହର ଯାହାର କୀର୍ତ୍ତି ପୁଣ୍ୟ ଶ୍ଲୋକେ ଗାୟନ କରୁଛନ୍ତି ମୁଖେ ସମଗ୍ର କରି ତାଙ୍କ ଦେହି ନିତ୍ୟ ଚିନ୍ତିବ ଚିତ୍ତେ ଧ୍ୟାଇ ଆସନେ ବସି ଏକାନ୍ତରେ ଗମନ ଶୟନ ଗୁହାରେ ଅଙ୍ଗକୁ ଅଙ୍ଗ ପ୍ରତି ଧ୍ୟାନ ଚିନ୍ତିବ ବିଷ୍ଣୁର ଚରଣ ଦ୍ୱୟ ଅଙ୍କୁଶ ବଜ୍ର ଚିହ୍ନ ପଦ୍ମ ସହିତ ଯେ ଲାଞ୍ଛନ ତୁଙ୍ଗ ସୁରଙ୍ଗ ପାଦ ଦୁଇ ନଖ ଚନ୍ଦ୍ରିକା ବିରାଜଇ ମହତ ହୃଦ ଅହଙ୍କାର ଧ୍ୟାନେ ଭଜଇ ନିରନ୍ତର ଜାପାଦୋଦକ ଗଙ୍ଗା ନୀର ଶିରରେ ବହିଛନ୍ତି ହର ଜାନିର ବ୍ରହ୍ମାଣ୍ଡ ମଧ୍ୟରେ ସ୍ନାନ କରନ୍ତି ସୁରନରେ ପାପ ଶୈଳ ବଜ୍ର ପ୍ରାୟେ ଜାପାଦ ନାଶଇ ନିର୍ଭୟେ ସେ ପାଦ ପଦ୍ମେ ଧ୍ୟାନ କରି ନିତ୍ୟ ବନ୍ଦଇ ଚିତ୍ତେ ଧରି ସେ ପାଦ ପଦ୍ମର ମହିମା କେ କହିପାରେ ଗୁଣ ସୀମା ଜାପାଦ ଯୁଗ ମନୋହର ବ୍ରହ୍ମା ସେ ବଇ ନିରନ୍ତର ଆଜାନୁଲମ୍ବୀ ଭୁଜମାନ କେୟୁର କଙ୍କଣ ଶୋଭନ ଅତସୀ କୁସୁମର ପ୍ରାୟେ ଅଙ୍ଗ ତାହାର ଶୋଭା ପାଏ ଜଡ଼ିତ ଜିଣି ପୀତାମ୍ବର କାଞ୍ଚନ ଦାମ ମନୋହର ଏ ବିଶ୍ଵ ଯାହାର ହୃଦର ସପ୍ତ ସମୁଦ୍ର ଦ୍ୱୀପବର ଜାହ୍ନବୀ ପଦ୍ମ ବ୍ରହ୍ମା ଜାତ ଅଖିଳ ବ୍ରହ୍ମାଣ୍ଡର ନାଥ ଏମନ୍ତ ଭାବେ ଯାହା ଚିନ୍ତି ଅପରେ ହୃଦୟ ଆକୃତି ମର୍କତ ମଣି ପ୍ରାୟ ଶୋଭା ସ୍ତନ ଯୁଗଲ ଦିବ୍ୟ ପ୍ରଭା ତା ମଧ୍ୟରେ ବିଶଦ ଯେହାର ଅତ୍ୟନ୍ତ ଶୋଭା ସେ ହୃଦର ଲକ୍ଷ୍ମୀ ଭୂଷଣ ବକ୍ଷସ୍ଥଳେ ଅର୍ଦ୍ଧେକ ଶୋଭା ମଣି କରେ ଅଖିଳ ଲୋକ ମନୁସୂତ ଶୋଭା ଯେ କରେ ଜନ୍ମ ମାତ୍ର ମନ୍ଦର ଗିରି ଶୃଙ୍ଗ ପ୍ରାୟେ ତା ଭୁଜ ଦଣ୍ଡ ଶୋଭା ପାଏ ଯେ ଚକ୍ର ଧରିଛନ୍ତି କର ଅପିର ନାମ ତେଜ ତାର
ତାକର ପଦ୍ମଚକ୍ରେ ଶୋଭା, ରାଜହଂସର ପ୍ରାୟ ଆଭା। ଦାନବ ରୁଧିରେଣ ଯୁକ୍ତ, ଗଦାଏ ଅଛି ତାର ହସ୍ତ। ଭୂତାନୁଗ୍ରହ ତା ଶ୍ରୀମୁଖ, ସସ୍ମିତ ସୁରଙ୍ଗ ସୁରେଖ। ଶ୍ରବଣେ ମକର କୁଣ୍ଡଳ, ଚଲନ୍ତେ ଜହ୍ନେ ଦିବ୍ୟନ୍ମାଳ। ତୁଙ୍ଗନାରଙ୍ଗ ଦିବ୍ୟ ଶୋଭା, କୁଣ୍ଡଳ ଅଲିଗଣ୍ଡ ପ୍ରଭା। ଲୋଚନ ଯୁଗ ପଦ୍ମ ପ୍ରାୟେ, ଭୃଙ୍ଗର ବ୍ୟଥିକି ଭାସ ହେ। ଏମନ୍ତ ରୂପ ଯେବା ଧ୍ୟାନ, ଆନନ୍ଦେ କରେ ଅନୁକ୍ଷଣ। ତାହାକୁ ପ୍ରଭୁ କୃପା କରେ, ଏ ଘୋର ତାପତ୍ରୟ ହରେ। ଏଣୁ ଏ ରୂପ ଗୁଣ ଧ୍ୟାନେ, ନିତ୍ୟେ ନିଚିନ୍ତିବ ଦୃଢ଼ ମନେ। ଅଖିଳ ଲୋକ ତାହା ହରେ, ଯେ ମନ୍ଦ ହାସ ଶ୍ରୀମୁଖରେ। ମକର ଧ୍ୱଜ ଚାପ ପ୍ରାୟେ, ଭୂଭଙ୍ଗ ଯୁଗ ତାର ସୋହେ। କଟାକ୍ଷ ସରପନ୍ତି ହୋଇ, ମୁନିମାନଙ୍କ ମନ ମୋହି। ଏଣେ ମୋଦିତ ମୁନିଜନେ, ଧ୍ୟାନ କରନ୍ତି ଅନୁକ୍ଷଣେ। ତାହାର ଉଚ୍ଚ ହ୍ରାସେ ଧ୍ୟାନ, ଅରୁଣ ବର୍ଣ୍ଣ ଓଷ୍ଠମାନ। କୁନ୍ଦ କଢ଼ିର ପ୍ରାୟ ହୋଇ, ଦନ୍ତପନ୍ତି ଯେ ବିରାଜଇ। ପ୍ରେମାନୁବନ୍ଧେ ଏହା ଚିନ୍ତି, ଅନ୍ୟ ଯେ କିଛି ନ ବାଛନ୍ତି। ଏ ରୂପେ ଧ୍ୟାନ ଯୋଗ କରି, ଭକ୍ତି ଭାବରେ ମୁଦ ଭରି। ଭକ୍ତ ସ୍ୱଭାବେ ସୁମରଣ, ପୁଲକ କରି ତନୁ ଲୋମ। ଏ ରୂପେ ଯୋଗ ସମାଧିରେ, ଯେବେ ମନ ଭ୍ରମ କରେ। ତେବେ ସଙ୍ଗମ ମନ କରି, ଧ୍ୟାନେ ଚିନ୍ତିବ ନର ହରି। ଏ ରୂପେ ନିର୍ବିଷୟ ହୋଇ, ନିଷ୍କାମ ମାର୍ଗେ ଯୋଗ ଧ୍ୟାୟୀ। ପରମାନନ୍ଦ ରୂପ ଚିନ୍ତି, ବ୍ରହ୍ମ ନିର୍ବାଣ ସେ ଭୟ ଲଭନ୍ତି। ଜ୍ୟୋତି ସ୍ୱରୂପ ଆତ୍ମା ଏକ, ସର୍ବତ୍ର ଦେଖଇ ପ୍ରତ୍ୟକ୍ଷ। ଗୁଣ ପ୍ରବାହକୁ ନାଶଇ, ଅଗମ୍ୟ ଦିବ୍ୟ ସ୍ଥାନ ପାଇ। ଏ ରୂପେ ଭକ୍ତି ଯୋଗ ସାଧି, ତରଇ ସଂସାର ଜଳଧି। ଜାଣଇ ସୁଖ ଦୁଃଖ ଭାବ, ଜନ୍ମ ମୃତ୍ୟୁର ପରାଭବ। ଦୈବାଧୀନେ ଯେତେ ନର, ଏ ମାର୍ଗେ ନୁହନ୍ତି ପ୍ରବର। ଏ ଦେହ ସତ୍ୟ ପ୍ରାୟ ମଣି, ବିଷୟ ଭ୍ରମେ ଅନୁକ୍ଷଣି। ମଦିରା ଅର୍ଥେ ଭୋଲ ହୋଇ, ଯେମନ୍ତେ ଦିବସ ସେ ହୋଇ। ସେ ରୂପେ ପ୍ରବୃତ୍ତି ନିବୃତ୍ତି, ଅଜ୍ଞାନେ ତାହା ନ ଜାଣନ୍ତି। ଏ ଦେହେ କର୍ମ ବଶ ହୋଇ, ସର୍ବ ସଂକଳ୍ପ କରିଥାଇ। ଯାବତ ଯୋଗ ସିଦ୍ଧ ନୋହି, ତାବତ ବିଷୟ ଭ୍ରମଇ। ପୁତ୍ର କଳତ୍ର ଗୃହ ଧନେ, ସ୍ନେହ ବନ୍ଧନ ପ୍ରାଣୀ ମାନେ। ଆତ୍ମାର ତୁଲ୍ୟ ପ୍ରାୟ ମଣେ, ତୋଷେଣ ଭ୍ରମେ ଅନୁକ୍ଷଣେ। ଯେମନ୍ତେ ଅଗ୍ନି ଧୂମ ବଳ, କେବେହେଁ ନୁହଇ ନିର୍ମଳ। ସେ ରୂପେ ବିଷୟାନ୍ଧେ ପ୍ରାଣୀ, କେବେହେଁ ଆତ୍ମାକୁ ନ ଚିହ୍ନି। କାଷ୍ଠରୁ ଧୂମ ଅଗ୍ନି ଜାତ, ସେ କାଷ୍ଠ ଦହଇ ଯେମନ୍ତ। ଅଜ୍ଞାନୁ ଜ୍ଞାନ ଜାତ ହୋଇ, ବିଷୟ ବାସନା ଦହଇ। ଭୂତ ଇନ୍ଦ୍ରିୟ ଗଣ ଯେତେ, ପ୍ରଧାନ ପୁରୁଷ ସହିତେ। ଏକ ଅନେକ ରୂପ ହୋଇ, ବ୍ରହ୍ମାଣ୍ଡେ ଲୀଳା ସେ କରଇ। ଏମନ୍ତ ଭାବେ ବ୍ରହ୍ମ ଜ୍ଞାନ, ପ୍ରାଣୀ ଚିନ୍ତନ୍ତି ଅନୁକ୍ଷଣ।
ଏ ସର୍ବଭୂତ ତାର ଦେହି ସେ ସର୍ବଭୂତ ମଧ୍ୟ ଥାଇ ହେମନ୍ତ ଭାବେ ସର୍ବଭୂତେ ଅନ୍ୟନ୍ୟ ଦେଖିବ ନିରତେ যে জ্যোতির্মদ আত্মা যোনি গুণ প্রবাহ বেদে ঘেনি শত শত আত্মা সেহি তা বিনু অন্য নাহি কেহি পরম ভক্ত ভাব এহি এভাবে চিন্ত মন দেই তেবে সংসারু তরিব শ্রীকৃষ্ণ চরণ লভিব গোমাত সাধ ଏହି যোগ ହେଲେ ତରିବ ଘୋର ଦୁର୍ଗ କହି ବିପ୍ର ଜଗନ୍ନାଥ ସୁଜନେ ଚିନ୍ତ ଏହି ପଥ ଏଣେ ସଂସାରୁ ତରି ଯିବ ନାହିଁ ଯାତନା ପରାଭବ। इति श्रीमद्भागवते महापुराणे पारमहंस्यां संहितायां 82 तृतीयस्कन्धे कपिलदेवहूतिसंवादे नाम 28 अध्यायः।